ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ସାହିତ୍ୟ ସିନ୍ଧୁ ପୁସ୍ତକର ଭୀମଙ୍କ ସିଂହନାଦ ରଡ଼ିର ଦ୍ୱିତୀୟ ଭାଗକୁ ଅଗ୍ରସର ହେବା। ଆଜିର ଆଲୋଚ୍ୟ ବିଷୟବସ୍ତୁରେ ଭୀମଙ୍କ ଦ୍ୱାରା ସିଂହନାଦ ପ୍ରାପ୍ତି। ଆମେ ପ୍ରଥମେ ଗୀତଟିକୁ ବୋଲିବା ପିଲାମାନେ ଏବଂ ତାପରେ କଠିନ ଶବ୍ଦ, ତାପରେ ବିଷୟବସ୍ତୁକୁ ଆଲୋଚନା କରିବା। ଈଶ୍ୱର ବୋଇଲେ ତୁ ବହନ ହୋଇଯିବୁ, ତିନି ଘାନ୍ତି ମାତ୍ରକ ଶବଦ ଭୀମସେନକୁ ସହିବୁ। ସିଂହନାଦ ଆସନ୍ତେ ପ୍ରସର ପବନ, ଶବଦ କମ୍ପୁଅଛି ମୃତ୍ୟୁଜେ ଭୁବନ। କାଳା ନଳ ଜାଣି ବିକାଶେ ସିଂହନାଦ ଜ୍ୟୋତି, ଆଦିତ୍ୟ ହୁଁ ସତେ ଗୁଣ ତେଜ ବିକାଶନ୍ତି। ଅନ୍ତରୀକ୍ଷେ ଆସି ପ୍ରବେଶ ହୋଇଲା ବ୍ୟାସ ସରୋବର ତୀରେ, ପାଣ୍ଡବ ସୁନ୍ଦର ଭୀମ ଧଇଲା ତାହା କରେ। ଏ ହେଲା ଆମର ଆଜିର ବିଷୟବସ୍ତୁ। ବହନର ଅର୍ଥ ହେଲା ଶୀଘ୍ର ବା ତରବର ବୋଲି କୁହାଯାଏ। ତିନି ଘାନ୍ତିର ଅର୍ଥ ହେଲା, ତିନି କହିଲେ ତିନି, ଘାନ୍ତିର ଅର୍ଥ ହେଲା ଥର, ତିନି ଥର। ମାତ୍ରକର ଅର୍ଥ ହେଲା ମାତ୍ର। ପ୍ରସର ଅର୍ଥ ବହିବା ବା ପବନ। ମୃତ୍ୟୁଜେ ଭୁବନର ଅର୍ଥ ହେଲା ମର୍ତ୍ତ୍ୟ ଭୁବନ। କାଳା ନଳର ଅର୍ଥ ହେଲା ଭୟଙ୍କର ଅଗ୍ନି। ଆଦିତ୍ୟ ହୁଁର ଅର୍ଥ ହେଲା ସୂର୍ଯ୍ୟଙ୍କ ଠାରୁ। ଅନ୍ତରୀକ୍ଷେ ଆକାଶରେ। ଇଏ ବ୍ୟାସ ସରୋବର ତୀର ଏବଂ ଏହି ତୀର ମଧ୍ୟରେ ଅଛି ଦୁର୍ଯ୍ୟୋଧନ। ଯେତେବେଳେ ସିଂହନାଦ ବାଜନ ହୋଇଛି, ସିଂହନାଦର ରଡ଼ିରେ ଦୁର୍ଯ୍ୟୋଧନ ବ୍ୟାସ ସରୋବରରୁ ବାହାରି ଆସିଛି। ଏବେ ବିଷୟବସ୍ତୁକୁ ଟିକେ ଦେଖିବା ପିଲାମାନେ। ଈଶ୍ୱର ବୋଇଲେ ତୁ ବହନ ହୋଇଯିବୁ, ତିନି ଘାନ୍ତି ମାତ୍ରକ ଶବଦ ଭୀମସେନକୁ ସହିବୁ। ଏଠାରେ ଈଶ୍ୱର କହିଲେ ଶିବଙ୍କୁ ବୁଝାଉଛି ପିଲାମାନେ। ଶିବ କ'ଣ କହୁଛନ୍ତି ନା, ତୁ ବହନ ହୋଇଯିବୁ ଅର୍ଥାତ୍ ଅତି ଶୀଘ୍ର ତୁ ଯିବୁ। ସିଂହନାଦକୁ କହୁଛନ୍ତି ଯେ ସିଂହନାଦ ତୁ ଅତି ଶୀଘ୍ର କ୍ଷିପ୍ର ବେଗରେ ଅତି ଶୀଘ୍ର ତୁ ବାହାରିଯିବୁ। ଏବଂ ଭୀମସେନର କ'ଣ କରିବୁ ନା, ତିନି ଘାନ୍ତି, ତିନି ଘାନ୍ତିର ଅର୍ଥ ହେଲା ତିନି ଥର, ତିନି ଥର ମାତ୍ର ଶବଦକୁ ତୁ କ'ଣ କରିବୁ ନା ଭେଦ କରିବୁ। ତିନି ଥର ଶବ୍ଦକୁ ସହ୍ୟ କରିବୁ ଏବଂ ତାଠୁ ଅଧିକ ନୁହେଁ। ସିଂହନାଦ ଆସନ୍ତେ ପ୍ରସର ପବନ, ଯେତେବେଳେ ସିଂହନାଦଟା ଆସୁଛି ସେହି ସମୟରେ କ'ଣ ବହୁଛି ନା ପ୍ରସର ପବନ ବହୁଛି। ଅତି କ୍ଷିପ୍ର ବେଗରେ ପବନ ମଧ୍ୟ ବହି ଆସୁଛି ଏବଂ ଶବଦ କମ୍ପୁଅଛି ମୃତ୍ୟୁଜେ ଭୁବନ। ଏହି ମୃତ୍ୟୁ ଭୁବନ ମର୍ତ୍ତ୍ୟ ଲୋକରେ କ'ଣ ହେଉଛି ନା ଶବଦରେ କମ୍ପମାନ ସୃଷ୍ଟି ହେଉଛି ବା କମ୍ପିତ ହୋଇଯାଉଛି। କାଳା ନଳ ଜାଣି ବିକାଶେ ସିଂହନାଦ ଜ୍ୟୋତି। କାଳା ନଳର ଅର୍ଥ ହେଲା କ'ଣ ନା ଭୟଙ୍କର ଅଗ୍ନି ପ୍ରଜ୍ୱଳିତ ହେଉଛି। ସିଂହନାଦ ଯେତେବେଳେ ଆସୁଛି ସେ ସମୟରେ ଭୟଙ୍କର ଅଗ୍ନିର ସୃଷ୍ଟି ହେଉଛି ଏବଂ ସେଠୁ ସିଂହନାଦରୁ କ'ଣ ହେଉଛି ନା ଜ୍ୟୋତି ବିକଶିତ ହେଉଛି, ଚାରିଆଡ଼େ ପ୍ରସାରିତ ହେଉଛି, ଯାହାକି ଆଦିତ୍ୟ ହୁଁ। ଆଦିତ୍ୟର ଅର୍ଥ ହେଲା କ'ଣ ନା ପିଲାମାନେ ଆମେ ଜାଣିଛୁ ସୂର୍ଯ୍ୟଙ୍କୁ ବୁଝାଉଛି। ଆଦିତ୍ୟଙ୍କ ଠାରୁ 100 ଗୁଣ ତେଜ ବା ତାଙ୍କର ଯେଉଁ କିରଣଟା ବିସ୍ତାରିତ ହେଉଛି। ଏବଂ ଅନ୍ତରୀକ୍ଷେ ଆସି ପ୍ରବେଶ ହୋଇଲା ବ୍ୟାସ ସରୋବର ତୀରେ। ଅନ୍ତରୀକ୍ଷ କହିଲେ କ'ଣ ନା ଆକାଶ ମାର୍ଗରେ ଆସି ବ୍ୟାସ ସରୋବର ତୀରରେ ତାହା ପ୍ରବେଶ ହୋଇଲା, ପହଞ୍ଚିଲା। ଏବଂ ପାଣ୍ଡବ ସୁନ୍ଦର କହିଲେ ଏଠାରେ ଭୀମକୁ ବୁଝାଉଛି। ପାଣ୍ଡବ ସୁନ୍ଦର ଭୀମ ଧଇଲା ତାହା କରେ। କରେର ଅର୍ଥ ହେଲା ଏଠାରେ କର କହିଲେ କାହାକୁ ବୁଝାଉଛି? କରର ଅର୍ଥ ହେଲା ହାତ। ଭୀମ କ'ଣ କରିଛି ନା ତାହାକୁ ହାତରେ ଧରିଛି। କାହାକୁ? ଭୀମଟା ସିଂହନାଦକୁ ତାହା ନିଜ ହାତରେ ବା କରରେ ତାକୁ ବ୍ୟାସ ସରୋବର ତୀରରେ ତାକୁ ଧରିଛି। ଅର୍ଥାତ୍ ଈଶ୍ୱରଙ୍କ ଠାରୁ ବା ଶିବଙ୍କ ଠାରୁ ଭୀମ ସିଂହନାଦ ଜ୍ୟୋତି ପ୍ରାପ୍ତି ପର୍ଯ୍ୟନ୍ତ ଆଜି ଆମେ ଆଲୋଚନା କଲେ। ଅନ୍ୟ ଏକ ଭିଡ଼ିଓରେ ପୁଣି ଯିବା ଅନ୍ୟ ଏକ ବିଷୟବସ୍ତୁକୁ। ଆଜି ପାଇଁ ଏତିକି। ଧନ୍ୟବାଦ ପିଲାମାନେ। କଲ୍ୟାଣ ମସ୍ତୁ। ଥ୍ୟାଙ୍କ ୟୁ ଟୁ ଅଲ୍।